नहीं आसे को तो खाइए छतुआ ए तू ए छतुआ खाइबू ना लेट करू लेट करबू से पानी पी तू मेडिसिन खाई तो ऋषि ए गैस टैबलेट खा कौन सर जाइबा तो काली गोटे फाइल देते छुआई एतक छुआई काली गोटे खाई सरीगला कौट नाई कर गाल मैंने तो छो दिन खाए हाँ चलो दूध गोटे जाणी की दे दे छतुआ है कहीं तो किलो तू ए छतुआ खाइबुन तो चलो ग्रहण सकाशे पूजा पूजी तो सकाल सर जाइए 6टा पूर्व आ बही फही बोला है बस चलो नमस्कार गुड मॉर्निंग वेलकम टू माय चैनल केमती अच्छा आशा कर समस्त भले से हम भी भले अच्छु चलू आज ब्लॉग कौन कर निश्चय शेयर करी जी मो चैनल नुआ अच्छा प्लीज मो चैनल को सब्सक्राइब करूँ वीडियो को मोर शेष जाए चलते आज आज हूँ कौन आज हूँ ग्रहण है आज 6टा 8 रु पूजा पूजी पाक सब निषेध है हांडी छाड़ जोटा कहुए तो आमर पूजा पूजी सर जाइए आमे सब काली रातिर रुटी थिला चाहा रुटी बिस्किट ये सब खाई देइछु आको देइथिली मिश्री पानी फ्रूट्स देइथिली से खाई देखा जाऊ सी केते सुर मानसंती ऋषि तो मानिब ये कही मामा तार राशि अनुसार आज भल नहीं मुझे हाँ कि चूड़ा फूड़ा खाईदेबू तो पाठ पढ़ा कौन कर देखिए कौन देखा जाइलु पानी पड़ना पानी गलनी से जाइए कौ पानी सब अपेक्षा कर ग्रहण छाड़े केमी पानी ढाड़े अल्प पानी ढाल बेस पानी ढला ढली कर पानी ना मु पचारे मैं छाड़ के अंधार कर एबे किसी खाइबुनी ना ग्रहण समय किसी खाइबुनी नहीं चॉकलेट फकलेट रखना किसी खाइबुनी आ चॉकलेट ग्रहण रखना किसी खाइबुनी जाऊ 6टा 47 हो जाऊ एबे तो या खाइबुनी ग्रहण परिसमाप्ति सरीला एबे सब पोछा पोछी केते गाड़ी घोड़ा बसे संध्या भितर 7टा बाजीगला जाऊे सबुआड़े पोछा पोछी के ऊपर फ्लोरटा पोछा पोछी करदेवी तापर छुआ को गाधे पाधे के निजे गाधे के कौन खाया देले से जी ट्यूशन गाधे के गाधे देली मु गाधेली आसिक उपमा न खाइले आ भोक होलानी खाई सारे चूल्हे पानी बसला भात हम डालमा हम हम भात डालमा आग हो जाओ मेन कोर्स आलू चकटा बरा बाबा आ खाईदबा तापर रोषे कर सरीगला मोर भी बही बोला सरीगला एक्चुअली काली वीडियो किसी कर पारे रात भोक थिला जोर से खियापिया करदेली एम सब दायित्व छुआर खोईकी होमवर्क करके शोला बेलू लेट है कि भी वीडियो मु कर पारे चलो एक्चुअली काली संध्यारे जो ग्रहण छाड़ा जो गाधेलु मुंड धोईकी मो मुंडटा बिंधा आखिक नेक साइड पूरा दरज ये दरज
ଏଇଟା ସକାଳୁ କାହିଁ ପାଣି ବହୁଛି ଯେ ଜମା ଭଲ ଲାଗୁନି, ଖାଲି ଖେଞ୍ଚ ଖେଞ୍ଚ ହେଉଛି। ଏ ଛୁଆଙ୍କୁ ଟିକେ ବସିକି ପଢ଼ଉଥିଲି। ଦେଖ ସେମାନେ ଯେହେତୁ ଆଜି ହୋଲି, ଆଉ ରିଷି ତ ହୋଲି ଖେଳିବନି, ତାର ଦେହଟା ଭଲ ନାହିଁ, ତାକୁ ମନା ହେଇଛି, ତଥାପି ମନରେ ବୁଝୁଛି। ଛୋଟ ଛୋଟ ବେଲୁନ୍ ଭିତରେ ପାଣି ପଶେଇକି ତାକୁ ଇଏ କରୁଛି। ଲଗେଇ ଲଗେଇ ମାମା ମୋ ପାଇଁ ଗୋଟେ ଛୋଟ ସୁଇମିଂ ପୁଲ୍ ଆଣେ, ମୁଁ ତା ଭିତରେ ପାଣି ପଶେଇକି ମୁଁ କହିଲି ନାଇଁ ବାବା, ଏଇଟା ପାଣି ଆଣିଲା ମାନେ ସେ ପାଣିରେ ଘାଣ୍ଟି ହେବ, ଜ୍ୱର ଫର ଫେରେ ରିଟର୍ନ କରିବ। ଯାଉ ତା ଦେଖା ଦେଖି ସାନ ବି ସେଇଆ କରିଛି। ଦୁଇ ଜଣ ଯାକ ଏଇଠି ବହିପତ୍ର, କାଲି ସନ୍ଧ୍ୟାବେଳେ ବି ପାଠ ପଢ଼ା ନାହିଁ। ଯେଉଁ କାଲି ମୁଁ ତ ପୋଛାପୋଛି କରି ଗାଧୁଆ ପାଧୁଆ କରି ରୋଷେଇବାସ କଲି, ଖାଇବା ପିଇବା ହେଇଗଲା ସାଙ୍ଗେ ସାଙ୍ଗେ, ଆଉ ଟାଇମ୍ କାହିଁ। ଇଏ ବି ଆଜି ବି ଏଇଠି ଦେଖାଯାଉ, ଏଇ ନାକଟା ପୁରା ଦରଜ ହେଇଛି, ହାତ ମାରି ହେଉନି ଏଇ ଜାଗା। ଚାଲ କ'ଣ କରୁଛନ୍ତି ଟିକେ ଦେଖିବା। ଛାତ ଉପରେ କ'ଣ କରୁଛନ୍ତି, ତଳେ ଲୁଗାପଟା ଶୁଖେ, ଖରାରେ କ'ଣ କରୁଛନ୍ତି। ଜ୍ୱର ହିଁ ତତେ କ'ଣ ହେଉଛି? ତମେ ଗୁଗୁ ତୁ କି ଓଦା ହେଲାଣୁ? ରିଷି ତାକୁ ତାର ସେ ତାର ଏକ୍ଜାମ ଟି ନାଇଁ, ସେ ଏକ୍ଜାମ ଟି ହଉ। ତମେ କ'ଣ କରୁଛ କର, ମୁଁ ଚାଲେ। ଏଇ ତଳୁ ଗଲା ଗୁଗୁ, ତଳକୁ ଓହ୍ଲା, ଗୁଗୁ ଓହ୍ଲା ତଳକୁ। ଗୁଗୁ ଖରାକୁ ପାଣିରେ ଘାଣ୍ଟି ହଉନି। ହଉ, ଜ୍ୱର ଥଣ୍ଡା ଧରିବ, ଠିକ କହୁଛି, ଜ୍ୱର ଥଣ୍ଡା ହବ ଯେ ଦେଖିବ ଫେରେ। ମୁଁ ଆଉ ପାଟି କରିପାରିନି, ମୁଁ ଚାଲିଲି। ମତେ ମୁଣ୍ଡଟା କ'ଣ ହଉଛି, ଗୁଗୁ ଏଇ ଲୁଗାପଟା ଶୁଖିଛି, ଓଦା ହେଇଯିବ। ଏଇ ରିଷି, ବାବାଙ୍କ ସ୍ୱିଟରଟା ନେଇକି ଉପରେ ପକେଇଦେବୁ ନା। ସେ ଗୁଗୁ ଓଦା ହତା କଚି କଚି। ଚାଲ, ହୋଲିରେ ଆମର ସାଧାରେ ଖାଇବାକୁ ହେଇଛି ଡାଲି, ଏଇଟା ହେଉଛି ଶାଗ ସିଝା, ଚକଟା ହେବ ତେଲ ପଡ଼ିକି। ଏଇଟା ହେଉଛି ଛୁଇଁ, ସବୁ ଝୁଡ଼ଙ୍ଗ, ଆଳୁ, ବେସର ଦିଆ ହେଇକି ଭଜା ହେଇଛି। ଯେହେତୁ ଏଇଟା ଆମର ଲୁହା କଢ଼େଇରେ ଭଜା ହେଉଛି, ସେ ଟିକେ କଳାଳିଆ ଦେଖାଯାଉଛି। ଏଇଟା ରିଷି କହିଛି ମାମା ଟିକେ ବରା ଛାଣିବୁ, କହୁନ୍ତୁ ମୁଁ ବରା ଖାଇନି। ଏଇଟା ତା ପାଇଁ ଟିକେ ପକେଇଛି, ଛାଣିବି ହେଲା। ଏଇଟା ଆଳୁ ସିଝା ହେଇଛି। ମାଛ ଏପଟେ ଥୁଆ ହେଇଛି, ବୋଉ ଖାଇବେ। ଆଉ ଚିକେନ୍, ସମସ୍ତେ ଖାଇବେ ଚିକେନ୍। କେଡ଼େ କେଡ଼େ ହେଇছিল, କେଡ଼େ କ'ଣ ପିସ୍ ଦେଖିଲେ ଡର ଲାଗିବ, ଭଲ ଲାଗିବନି। କ'ଣ ଶୁଖିନି? ମୁଁ ଆଜି ହୋଲି ହେଇନି, ମୁଁ ଖାଲି ଆସି କାହ୍ନାକୁ ରଙ୍ଗ ଲଗାଉଥିଲି ସକାଳେ ପୂଜା ସମୟରେ, ନହେଲେ ମୁଁ ହୋଲି ହେଇନି।
କାହ୍ନାର ବଂଶୀ ହଜି ଯାଇଥିଲା, ଇଏ ଗୋଟେ ନୂଆ ବଂଶୀ ଆସିଥିଲା। ଧୂପ ଦିଆ ଏବେ ବହୁତ ଗରମ ଲାଗିଲାଣି। ଚାଲ ସନ୍ଧ୍ୟାରେ ମୁଁ ମୋର କ'ଣ ଆମ ପାଇଁ ଟିକେ ଭଜା ଭାଜିଲି, ତାଙ୍କର ଯେହେତୁ ଚିକେନ୍ ଆଉ ମାଛ ସବୁ ଅଛି, ଆଉ ରିଷି ଆଉ ମୁଁ ଖୁଡ଼ି 3 ଜଣ ଖାଇବୁ। ଆମର ଟିକେ ବିନ୍ସ ଆଳୁ ଭଜା ଭଜି ଦେଲି। ଆସିଲି ପାଠ ପଢ଼ିବାକୁ, ଗୁଗ ଅଧା ପାଠ ପଢ଼ିଛି କି ନାହିଁ, ତା ମାମା ଦିଦି ଫୋନ୍ କଲା, କହିଲା ଆ ଖାଇବୁ। ଗୁଗୁ ଆକ୍ଚୁଆଲି ତାକୁ ମାଛ ଖାଇବାକୁ ଇଚ୍ଛା ହେଉନି, ମାଛ ସେ ଖାଉନି, ଇଚ୍ଛା ହେଉନି କି ମୁଁ ତାକୁ ଜବରଦସ୍ତି ଦେଲେ ବି ସେ ବି ଖାଉନି। ଚିକେନ୍ ଆଉ ମଟନ୍ ମାଛ, ଏଇ ଚିକେନ୍ ମଟନ୍ ଅଣ୍ଡା ଆମର ଚିକେନ୍ ହେଇଥିଲା, ସେ ଦେଇଥିଲେ ବି ମାନି ଦିଦି ତ ବି ଦେଇଥିଲା, ମଟନ୍ ଦେଇଥିଲା, ସେ ଖାଇଥିଲା ସନ୍ଧ୍ୟାରେ। ଫିର୍ ବି ମାମା ତାକୁ ଡାକିକି ନେଇଛି। ରିଷି କହିଲା ମୁଁ ଟିକେ ଯାଉଛି, ମୁଁ କହିଲି ତୁ ସିଏ ତ ନନଭେଜ୍ ଖାଇବେ, ତୁ କ'ଣ ବସିବୁ, ମୁଁ ଯାଉଛି ଟିକେ ବୁଲିକି ଆସିବି। ଆଉ 2 ଜଣ ଯାକ ଯାଇ, ରିଷିର କାଲି ଏକ୍ଜାମ୍ ଶେଷ ହେଇଯିବ, ଗୁଗୁର ଆରମ୍ଭ ହେବ ଭାରି କଷ୍ଟ, 23ରେ ସରିବ ଯାଇକି। ମଣିଷ କୁଆଡ଼େ ଟିକେ ଏଥରିକ ଯାଇ ହିଁ ପାରୁନି ହେଲା। ଏକ୍ଜାମ୍ ମାନେ ଆର ବର୍ଷ ଆମେ ହୋଲିରେ ଆମ ଘରେ ଥିଲୁ, ଛୁଆମାନେ ଟିକେ ଏନ୍ଜୟ କରୁଥିଲେ ହୋଲି। ଆମ ଏଇଠି ଆଜି ଗୋଟେ ଦିନ ସମସ୍ତେ କେତେ ହୋଲିରେ ଏନ୍ଜୟ କରୁଛନ୍ତି, ବଟ୍ ଆମେ ଟିକେ, ମୁଁ ବି ଟିକେ ରଙ୍ଗ ବି ଲଗାଇନି। ରିଷି ଯାହା ଟିକେ ଖେଳେ, କେହି ତାର ଫ୍ରେଣ୍ଡସ୍ ନାହାନ୍ତି ନା ଏଠି, ଫ୍ରେଣ୍ଡ ସର୍କଲ୍ ନାହାନ୍ତି। ଗାଁରେ ଆମ ମାମୁଁ ଘର ଗାଁ ତାର ବହୁତ ଭଲ ଖେଳେ ହେଲା, କେହି ବି ନାହାନ୍ତି। ସେ ଆଜି ତା ଦେହ ଖରାପ ମନା, ସେ ଖେଳିନି। ଆଉ ଆମେ ବି ଖେଳିନୁ, ଭାରି ବୋରିଂ ହେଲା। ହୋଲିଟା ସାଙ୍ଗ ହେଇ ଖେଳନ୍ତି ନା, ହୋଲିଟା ବେକାରିଆ, ହୋଲିଟା ଆଜି ଆମ ପାଇଁ, ମୋ ପାଇଁ ଖାଲି ବେକାରିଆ। ଆକ୍ଚୁଆଲି ସତ କଥା ହେଲେ କ'ଣ, କିଛି ବୋରିଂ ଲାଗିଲେ ହିଁ କଷ୍ଟ ଲାଗେ। ହଉ ଛାଡ଼, ଭଗବାନଙ୍କର ଯାହା ଇଚ୍ଛା ଥିବ ସେଇଆ ହେବ। ଚାଲ, ଏବେ ତ ସେ 2 ଜଣ ଯାକ ଯାଇଛନ୍ତି, ମୁଁ ଯାଉଛି ତାର କାଲି ପାଇଁ ସ୍କୁଲ ବ୍ୟାଗ୍ ପ୍ୟାକ୍ କରିଦେବି କ'ଣ ଅଛି, ତାପରେ ଖାଦ୍ୟ ଗ୍ରହଣ, ନିଦ୍ରା। ଆଉ ନେଲେ କଟର ଧରିଥିଲି, ଥୁଆ ହେଇଥିଲା। କହିଲା ମାମା ନେଲ୍ କଟର ଧରିଛୁ, ମୁଁ ନଖଟା କାଟିଦେ, ନାଇଁ ମୁଁ ଏକା କାଟିଦେବି। ହଉ ଚାଲ।